Welcome to our class Deep Insights. ତ ଆମର ମେଜର ପେପର 8 ର ୟୁନିଟ୍ 2 ର MCQ ଟାଇପ୍ କ୍ୱେଶ୍ଚିନ୍ ଆମର ସ୍କ୍ରିନ୍ ସାମ୍ନାରେ ଅଛି, ତାକୁ ଆଜି ଆମେ ଡିସ୍କସନ୍ କରିବା। ତ ପ୍ରଥମ କ୍ୱେଶ୍ଚିନ୍ ଆସୁଛି ତୁମର, ଅଙ୍ଗନବାଡି କର୍ମୀ କେଉଁ ପର୍ଯ୍ୟନ୍ତ ଶିକ୍ଷା ଲାଭ କରିବା ଉଚିତ? ଉଚ୍ଚ ବିଦ୍ୟାଳୟ। କେଉଁ ଶିକ୍ଷାନୀତି ଆଦ୍ୟ ବାଲ୍ୟାବସ୍ଥା ଶିକ୍ଷା ଉପରେ ଯଥେଷ୍ଟ ଗୁରୁତ୍ୱ ଆରୋପ କରିଥିଲା? 1986। ଶିକ୍ଷା ମନ୍ତ୍ରାଳୟ ଦ୍ୱାରା 2021 ମସିହାରେ କେଉଁ ଜାତୀୟ ଯୋଜନା ଆରମ୍ଭ କରାଯାଇଥିଲା? ନିପୁଣ ଭାରତ। ICDS କାର୍ଯ୍ୟକ୍ରମରେ କେଉଁ ସେବା ଦିଆଯାଏ? ଉପରୋକ୍ତ ସମସ୍ତ, ମାନେ କି ପୋଷଣ ସେବା, ଟୀକାକରଣ, ପ୍ରାକ୍ ଶିଶୁ ଶିକ୍ଷା ସବୁତିକ ଏଥିରେ ଇନକ୍ଲୁଡ ହେଇକି ରହିଛି ICDS ରେ। ଅଙ୍ଗନବାଡି କର୍ମୀଙ୍କୁ କିଏ ପରିଚାଳିତ କରେ? ଅଙ୍ଗନବାଡି କାର୍ଯ୍ୟକର୍ତ୍ତା। ICDS ରେ ଶିଶୁକୁ କେତେ ବର୍ଷ ପର୍ଯ୍ୟନ୍ତ ସେବା ଦିଆଯାଏ? 6 ବର୍ଷ। ICDS ରେ ଗର୍ଭବତୀ ମହିଳାଙ୍କୁ କେଉଁ ସେବା ଦିଆଯାଏ? ଖାଦ୍ୟ ପରିପୂରକ। ICDS କାର୍ଯ୍ୟକ୍ରମ କେଉଁ ମନ୍ତ୍ରାଳୟ ଅଧୀନରେ କାମ କରେ? ମହିଳା ଓ ଶିଶୁ ବିକାଶ ମନ୍ତ୍ରାଳୟ। ICDS ରେ ଶିଶୁଙ୍କର ଶାରୀରିକ ବିକାଶ ପର୍ଯ୍ୟବେକ୍ଷଣ ପାଇଁ କଣ ବ୍ୟବହାର କରାଯାଏ? ଖେଳନା, ବସ୍ତୁ ତାଲିକା, ରେଖାଚିତ୍ର। ଉପରୋକ୍ତ ସମସ୍ତ। ତାପରେ କ୍ୱେଶ୍ଚିନ୍, ICDS କାର୍ଯ୍ୟକ୍ରମର ମୁଖ୍ୟ ଲକ୍ଷ୍ୟ କେଉଁ ଗୋଷ୍ଠୀ ହୁଏ? ଗ୍ରାମୀଣ ଦରିଦ୍ର ପରିବାର। ଜାତୀୟ ଶିକ୍ଷାନୀତି 1986 ଅନୁଯାୟୀ ଶିଶୁ ଶିକ୍ଷା ECC ର ମୁଖ୍ୟ ଉଦ୍ଦେଶ୍ୟ କଣ? ଶିଶୁଙ୍କର ସର୍ବାଙ୍ଗୀନ ବିକାଶ। କାର୍ଯ୍ୟକ୍ରମ 1992 ଅନୁଯାୟୀ ECC ପ୍ରସାର ପାଇଁ କେଉଁ ବୟସ ସୀମା ନିର୍ଦ୍ଧାରିତ? 0 ରୁ 6 ବର୍ଷ। ଶିକ୍ଷାନୀତି 1986 ଅନୁଯାୟୀ ECC କାର୍ଯ୍ୟକ୍ରମ ମୁଖ୍ୟତଃ କେଉଁଠାରେ ଆରମ୍ଭ କରିବାକୁ ପରାମର୍ଶ ଦିଆଯାଇଛି? ଗ୍ରାମୀଣ ଓ ଆଦିବାସୀ ଅଞ୍ଚଳ। କାର୍ଯ୍ୟକ୍ରମ 1992 ଅନୁଯାୟୀ ECC ର କେନ୍ଦ୍ରଗୁଡ଼ିକର ମୁଖ୍ୟ ଉଦ୍ଦେଶ୍ୟ ହେଉଛି ଖେଳ ମାଧ୍ୟମରେ ଶିକ୍ଷା। ଶିକ୍ଷାନୀତି 1986 ଅନୁଯାୟୀ ECC କାର୍ଯ୍ୟକ୍ରମ ପାଇଁ କେଉଁ ଶ୍ରେଣୀର କର୍ମୀ ନିଯୁକ୍ତିର ସୁପାରିଶ କରାଯାଇଛି? ଯେଉଁ ସ୍ଥାନୀୟ ମହିଳା। କାର୍ଯ୍ୟକ୍ରମ 1992 ଅନୁଯାୟୀ ECC କେନ୍ଦ୍ରଗୁଡ଼ିକରେ କେଉଁ ଭାଷାରେ ଶିକ୍ଷା ଦେବାର ସୁପାରିଶ କରାଯାଇଛି? ମାତୃଭାଷା। ଶିକ୍ଷାନୀତି 1986 ଅନୁଯାୟୀ ECC ପାଠ୍ୟକ୍ରମର ମୁଖ୍ୟ ଉଦ୍ଦେଶ୍ୟ କଣ? ଶିଶୁଙ୍କର ସର୍ବାଙ୍ଗୀନ ବିକାଶ। କାର୍ଯ୍ୟକ୍ରମ 1992 ଅନୁଯାୟୀ ECC ର କେନ୍ଦ୍ରଗୁଡ଼ିକ କେଉଁ ସ୍ଥାନରେ ସ୍ଥାପନ କରିବାକୁ ପ୍ରାଥମିକତା ଦିଆଯାଇଛି? ଗ୍ରାମ୍ୟ ଓ ଅନଗ୍ରସର ଅଞ୍ଚଳରେ। କେନ୍ଦ୍ରଗୁଡ଼ିକ କେଉଁ ସ୍ଥାନରେ ସ୍ଥାପନ କରିବାକୁ ପ୍ରାଥମିକତା ଦିଆଯାଇଛି? ଗ୍ରାମ୍ୟ ଓ ଅନଗ୍ରସର ଅଞ୍ଚଳରେ। ଶିକ୍ଷାନୀତି 1986 ଅନୁଯାୟୀ ECC କାର୍ଯ୍ୟକ୍ରମର ମୁଖ୍ୟ ଦାୟିତ୍ୱ କାହା ଉପରେ? ସରକାର, ସମାଜ ଓ ପରିବାର ସମ୍ମିଳିତ ଦାୟିତ୍ୱ। କାର୍ଯ୍ୟକ୍ରମ 1992 ଅନୁଯାୟୀ ECC କେନ୍ଦ୍ରଗୁଡ଼ିକ କେଉଁ ପ୍ରକାର ଶିକ୍ଷଣ ସାମଗ୍ରୀ ବ୍ୟବହାର କରିବାକୁ ସୁପାରିଶ କରାଯାଇଛି? ସ୍ଥାନୀୟ ଉପାଦାନରେ ତିଆରି ଖେଳନା। ଜାତୀୟ ଶିକ୍ଷାନୀତି 2020 ଅନୁଯାୟୀ ପ୍ରାରମ୍ଭିକ ଶିକ୍ଷା କେତେ ବର୍ଷ ପର୍ଯ୍ୟନ୍ତ ରହିଛି? 3 ରୁ 8 ବର୍ଷ। NCFS 2022 ଅନୁଯାୟୀ ପ୍ରାରମ୍ଭିକ ଶିକ୍ଷାର ମୁଖ୍ୟ ଉଦ୍ଦେଶ୍ୟ କଣ? ଖେଳ, ସକ୍ରିୟ ଶିକ୍ଷଣ ଓ ବିକାଶ। ଜାତୀୟ ଶିକ୍ଷାନୀତି 2020 ଅନୁଯାୟୀ ପ୍ରାରମ୍ଭିକ ଶିକ୍ଷା ପାଇଁ କେଉଁ ଭାଷାରେ ଶିକ୍ଷା ଦେବାକୁ ଗୁରୁତ୍ୱ ଦିଆଯାଇଛି? ମାତୃଭାଷା ଓ ସ୍ଥାନୀୟ ଭାଷା। NCFS 2022 ଅନୁଯାୟୀ ପ୍ରାରମ୍ଭିକ ଶିକ୍ଷା ମୁଖ୍ୟ କ୍ଷେତ୍ରଗୁଡ଼ିକ କଣ? ସାକ୍ଷରତା, ସାଂଖ୍ୟିକ ଦକ୍ଷତା ଓ ଅନ୍ୟାନ୍ୟ କ୍ଷେତ୍ର। ଜାତୀୟ ଶିକ୍ଷାନୀତି 2020 ଅନୁଯାୟୀ ପ୍ରାରମ୍ଭିକ ଶିକ୍ଷା ପାଇଁ କେଉଁ ଶିକ୍ଷଣ ପଦ୍ଧତି ଉପରେ ଗୁରୁତ୍ୱ ଦିଆଯାଇଛି? ଖେଳ ଆଧାରିତ ଓ ଅନୁଭୂତିମୂଳକ ଶିକ୍ଷଣ। NCFS 2022 ଅନୁଯାୟୀ ପ୍ରାରମ୍ଭିକ ଶିକ୍ଷା ପାଇଁ କେଉଁ ପ୍ରକାର ମୂଲ୍ୟାଙ୍କନ ପଦ୍ଧତି ସୁପାରିଶ କରାଯାଇଛି? ନିରୀକ୍ଷଣ ଓ ବିକାଶମୂଳକ ମୂଲ୍ୟାଙ୍କନ। ଜାତୀୟ ଶିକ୍ଷାନୀତି 2020 ଅନୁଯାୟୀ ପ୍ରାରମ୍ଭିକ ଶିକ୍ଷା ପାଇଁ କେଉଁ ଶିକ୍ଷକ ପ୍ରଶିକ୍ଷଣ ଉପରେ ଗୁରୁତ୍ୱ ଦିଆଯାଇଛି? ବିଶେଷ ଭାବରେ ECC ପ୍ରଶିକ୍ଷିତ ଶିକ୍ଷକ। ଜାତୀୟ ଶିକ୍ଷାନୀତି 2020 ଅନୁଯାୟୀ ପ୍ରାରମ୍ଭିକ ଶିକ୍ଷା ପାଇଁ କେଉଁ ପାଠ୍ୟକ୍ରମ ରୂପରେଖ ପ୍ରସ୍ତୁତ କରାଯାଇଛି? ଜାତୀୟ ପାଠ୍ୟକ୍ରମ ରୂପରେଖ ପ୍ରାରମ୍ଭିକ ପର୍ଯ୍ୟାୟ। NCFS
2022 ଅନୁଯାୟୀ ପ୍ରାରମ୍ଭିକ ଶିକ୍ଷାର ମୁଖ୍ୟ ଲକ୍ଷ୍ୟ କ'ଣ? ଶିଶୁଙ୍କର ସର୍ବାଙ୍ଗୀନ ବିକାଶ। ତ ଥ୍ୟାଙ୍କ୍ସ ଫର ୱାଚିଂ ଆୱାର ଭିଡିଓ। ତ ଏଇ PDF ର ଲିଙ୍କ ପାଇଁ ତୁମେ କମେଣ୍ଟ ସେକ୍ସନରେ କମେଣ୍ଟ କଲେ ଏଇଟା ତୁମକୁ ଟେଲିଗ୍ରାମରେ ପ୍ରୋଭାଇଡ କରିଦିଆଯିବ। ଥ୍ୟାଙ୍କ ୟୁ।